ଇଥୋପିଆରେ ଯୋଉ ବ୍ଲାଷ୍ଟ ହବା ଆପଣଙ୍କୁ ଭାରତ ପ୍ରତି କିଛି ବିପଦ ରହୁଛି ଆପଣ ଦେଖୁଛନ୍ତି? ଦେଖନ୍ତୁ ଇଥିଓପିଆରେ ଯୋଉ ଆଗ୍ନେୟଗିରି ଉଦଗୀରଣ ହେଲା ଗତକାଲି, ତାର ପ୍ରଭାବ ବର୍ତ୍ତମାନ ଭାରତ ପର୍ଯ୍ୟନ୍ତ ଅନୁଭୂତ ହଉଛି। ଏ ଏକ ସୁପ୍ତ ବା ନିଷ୍କ୍ରିୟ ଆଗ୍ନେୟଗିରି ଥିଲା। ପ୍ରଥମ ପାଇଁ ଏ ଆକ୍ଟିଭ ହେଇଯାଇଛି, ସକ୍ରିୟ ହେଇଯାଇଛି, ଯୋଉଥିପାଇଁ କି ଆଗ୍ନେୟଗିରି ଉଦଗୀରଣ ହେଇଛି ଏବଂ ଲାଭା ନିର୍ଗତ ହଉଛି ବାହାରକୁ। ଆର ପ୍ରଭାବରେ କୁହାଯାଉଛି ବାୟୁମଣ୍ଡଳର 14 କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ବିଷାକ୍ତ ପଦାର୍ଥ, କଣିକା ପଦାର୍ଥ ନିର୍ଗତ ହଉଛି। ସେଥିରେ ଅଙ୍ଗାରକାମ୍ଳ, ତାପରେ ସଲଫର ଡାଇଅକ୍ସାଇଡ ଇତ୍ୟାଦି ବିଭିନ୍ନ ପ୍ରକାର ବିଷାକ୍ତ ପଦାର୍ଥ ବା ଗ୍ୟାସୀୟ ପଦାର୍ଥ ରହୁଛି। ତା ସହିତ ସଲଫ୍ୟୁରିକ ଏସିଡ ଏବଂ ଅନ୍ୟାନ୍ୟ କିଛି ଏସିଡ ମଧ୍ୟ ରହୁଛି। ତା ସହିତ କଣିକା ପଦାର୍ଥ ଏରୋସଲ ଯାହାକୁ ଆମେ କହୁଛେ ସେ ସବୁ ମଧ୍ୟ ରହୁଛି। ଏସବୁ ବାୟୁମଣ୍ଡଳର ଉଚ୍ଚ ସ୍ତରରେ ପହଞ୍ଚି ପବନ ଦ୍ୱାରା ଆସ୍ତେ ଆସ୍ତେ ଏ ଓମେନ, ୟେମେନ ଏସବୁ ଯୋଉ ଦେଶ ଅଛି ଆକୁ ଅତିକ୍ରମ କରି ଆରବ ମହାସାଗର ମଧ୍ୟ ଦେଇ ଆସି ଭାରତ ବର୍ଷରେ ପ୍ରବେଶ କରୁଛି ପଶ୍ଚିମ ପଟୁ। ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି ଏବଂ ଚାଇନା କୁ ଯିବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି। ଏଇ ପ୍ରକ୍ରିୟାରେ ବାୟୁମଣ୍ଡଳ ଉପର ସ୍ତରରେ ଯଥେଷ୍ଟ ପ୍ରଦୂଷଣ ସୃଷ୍ଟି ହେଉଛି। ସେଥିପାଇଁ ଭାରତ ତରଫରୁ 11ଟିରୁ ଅଧିକ ଉଡାଜାହାଜ ଉଡାଣକୁ ବାତିଲ କରାଯାଇଛି। ତାର ପ୍ରଭାବ, ପ୍ରଦୂଷଣକାରୀ ପ୍ରଭାବ ପଡିବ ବୋଲିକିରି ଲୋକମାନଙ୍କ ଉପରେ। ଏବଂ ଆଶା କରିବା ଆଗାମୀ କିଛି ସମୟ ପରେ ଧୀରେ ଧୀରେ ପବନ ଦ୍ୱାରା ଏସବୁ ପ୍ରଦୂଷଣକାରୀ ପଦାର୍ଥ ଆସ୍ତେ ଆସ୍ତେ ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଇଗଲେ ତାର କନସେନ୍ଟ୍ରେସନ ବା ମାତ୍ରା ହ୍ରାସ ପାଇବ ଏବଂ ପ୍ରଭାବ ଆଉ ବିଶେଷ ଅନୁଭୂତ ହବ ନାହିଁ। ଏସବୁ ପ୍ରଦୂଷଣକାରୀ ପଦାର୍ଥ ଯଦି ବାୟୁମଣ୍ଡଳର ନିମ୍ନ ସ୍ତରକୁ ଆସିଯାଆନ୍ତି ତାହେଲେ ଆମମାନେ ମଧ୍ୟ ନିଶ୍ୱାସ ମାଧ୍ୟମରେ ଏହାକୁ ଗ୍ରହଣ କରିବା, ଆମ ଶରୀର ପ୍ରବେଶ କରିବା, ବିଭିନ୍ନ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିର ସମ୍ଭାବନା ମଧ୍ୟ ରହିଛି। ଯେମିତିକି ସାର୍ କୋଉ କୋଉ ପ୍ରକାରର ଯଦି ଲୋକଙ୍କ ସଂସ୍ପର୍ଶରେ ଆସୁଛି ବା ଲୋକ ଏହାକୁ ଫେସ୍ କରୁଛନ୍ତି ତେବେ କଣ କଣ ସମସ୍ୟା ସାର୍ ଦେଖାଯିବ? ମୁଖ୍ୟତଃ ଯେହେତୁ ଇଏ ନିଶ୍ୱାସ ମାଧ୍ୟମରେ ଆମର ଫୁସଫୁସ କୁ ଯାଉଛି, ସେଠୁ ରକ୍ତରେ ମିଶିକିରି ଶରୀରର ବିଭିନ୍ନ ଅଂଶରେ ପ୍ରବେଶ କରିବ। ଶ୍ୱାସକ୍ରିୟା ଜନିତ ବିଭିନ୍ନ ପ୍ରକାର ରୋଗର ସମ୍ଭାବନା ରହିଛି। ତା ସହିତ ଇଏ ଯେତେବେଳେ ରକ୍ତ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି, ଅଙ୍ଗ ପ୍ରତ୍ୟଙ୍ଗରେ ପ୍ରବେଶ କରୁଛି, ସେମାନେ ମଧ୍ୟ ପ୍ରଭାବିତ ହବାର ସମ୍ଭାବନା ରହିଛି। ଏଥିରେ ଯୋଉ ଭାରି ଧାତୁ ରହିଥିବ ଏବଂ ଅନ୍ୟାନ୍ୟ ବହୁତ କ୍ଷତିକାରକ ପଦାର୍ଥ ରହିଥିବ, ଯଦି ସେ ସବୁ ଆମ ଶରୀରରେ ବେଶୀ ମାତ୍ରାରେ ପ୍ରବେଶ କରନ୍ତି ଏଭଳିକି କ୍ୟାନ୍ସର ସୃଷ୍ଟିର ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ରକ୍ତଚାପ ବୃଦ୍ଧି, ହାର୍ଟ ଉପରେ, ତାର ହୃତ୍ପିଣ୍ଡ ଉପରେ ପ୍ରଭାବ ଇତ୍ୟାଦି ବିଭିନ୍ନ ଭାବରେ ଇଏ ଆମ ଶରୀରରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ତେଣୁ ଆମେ ଚାହିଁବା ଯେ ପ୍ରାକୃତିକ ପ୍ରକ୍ରିୟାରେ ଏସବୁ ପଦାର୍ଥ ବାୟୁମଣ୍ଡଳର ଉପର ସ୍ତରରେ ଯେତେ ଶୀଘ୍ର ପ୍ରସାରିତ ହେଇଯିବ, ଅନ୍ୟ ଜାଗାକୁ ଚାଲିଯିବ, ଆମ ଉପରେ ତାର ପ୍ରଭାବ ସେତେ କମ ରହିବ। ସାର୍ ଯଦି ଦେଖିବା ୟାର ଉଚ୍ଚତା 15 କିଲୋମିଟର ଉଚ୍ଚତା ବିଶିଷ୍ଟ ଧୂଆଁ ଉଠିଛି, ତେବେ ଏହା କୋଉଠି ଲାଗୁଛି ଗୋଟେ ବିସ୍ଫୋରଣ ଯୋଉଟା ରହିଛି, ଜ୍ୱାଳାମୁଖୀ ଯୋଉ ଫାଟିଛି, ଏଇଟା ଗୋଟେ ବଡ ଧରଣର ଜ୍ୱାଳାମୁଖୀ ନା ନାଇଁ? ଏମିତି ଜ୍ୱାଳାମୁଖୀ ଫାଟେ ଆଉ ଏଇଟା ଗୋଟେ ଚଳନୀୟ ଚଳିବ? ଏଇଟା ଗୋଟେ ପ୍ରାକୃତିକ ପ୍ରକ୍ରିୟା। ଏମିତି ବିଭିନ୍ନ ସମୟରେ ଘଟେ। କେତେକ ଯୋଉମାନେ ଆଗ୍ନେୟଗିରି ରହିଛନ୍ତି ପୂର୍ବରୁ ମଧ୍ୟ ସେଠି ଉଦଗୀରଣ ହେଇଥିଲା ଏବଂ ତାପରେ ପରବର୍ତ୍ତୀ ସମୟରେ ସେ ପୁଣି ବନ୍ଦ ହେଇଯାଇଥିଲା। ପୁଣି କିଛି ସମୟର ବ୍ୟବଧାନ ପରେ ଆଉ ଥରେ ସେଠି ଲାଭା ଉଦଗୀରଣ ହୁଏ। କିନ୍ତୁ ଏଇ ଯୋଉ ନିର୍ଦ୍ଦିଷ୍ଟ ଭାବରେ ଆମେ ଯାହା ଆଲୋଚନା କରୁଛେ ଯୋଉ ଆଗ୍ନେୟଗିରି କଥା, ସେ ପ୍ରଥମ ଥର ପାଇଁ ଉଦଗୀରଣ ହେଇଛି ଲାଭା। ଆଗରୁ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ଭାବରେ ରହିଥିଲା, କିନ୍ତୁ ସମ୍ଭାବନା ଥିଲା ଏଠୁ ଉଦଗୀରଣ ହବାର। ଏବେ ପ୍ରଥମ ଥର ପାଇଁ ଏଇଟା ଘଟିଛି। ଏ ଗୋଟେ ପ୍ରାକୃତିକ ପ୍ରକ୍ରିୟା। ପୃଥିବୀରେ ବିଭିନ୍ନ ପ୍ରକାର ଏଭଳି ଘଟଣା ଘଟିଥାଏ ପ୍ରାକୃତିକ ବାଟରେ, କିନ୍ତୁ ଯେତେବେଳେ ମନୁଷ୍ୟକୃତ ବିଭିନ୍ନ କାର୍ଯ୍ୟକ୍ରମ ଅଧିକ ନକାରାତ୍ମକ ପ୍ରଭାବ ବିସ୍ତାର କରୁଛି, ସେଥିପାଇଁ ଆମେ ବ୍ୟତିବ୍ୟସ୍ତ ହେଇଯାଉଛେ ଆମ ଦ୍ୱାରା କୌଣସି କ୍ଷତି ନ ଘଟୁ। ପ୍ରାକୃତିକ ଉପାୟରେ ଯାହା ଘଟୁଛି ହୁଏତ ତାକୁ କଣ୍ଟ୍ରୋଲ କରିବା ଆମ ପକ୍ଷରେ ସମ୍ଭବ ନୁହଁ, କିନ୍ତୁ ଆମର ପୂର୍ବ ପ୍ରସ୍ତୁତି ଯେତିକି ଅଧିକ ହବ
କ୍ଷୟକ୍ଷତିର ମାତ୍ରା ସେତେ କମ ହବ। ଯୋଉ ଅଞ୍ଚଳରେ ଏ ପଦାର୍ଥ ସବୁ ବାୟୁମଣ୍ଡଳରେ ଜମିକି ରହୁଛି, ଲୋକମାନେ ସେଠି ମାସ୍କ ପରିଧାନ କରିବା କଥା। ମାସ୍କ ହେଲେ କ୍ଷତିକାରକ ପଦାର୍ଥ କମ ଯିବ। କମ୍ ରହିବ। ତେଣୁ କିଛି ପରିମାଣରେ ସାବଧାନତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି। So, okay, thank you so much, sir. Thank you.